ଆମର ଯେଉଁ 73rd ଆମେଣ୍ଡମେଣ୍ଟ ହେଇଥିଲା ଯେଉଁଥିରେ ପଞ୍ଚାୟତ ସିଷ୍ଟମ୍ ତିଆରି କରାଗଲା ଯେଉଁଥିରେ ପଞ୍ଚାୟତ ତାପରେ ପଞ୍ଚାୟତ ସମିତି ଏବଂ ତାପରେ ଜିଲ୍ଲା ପରିଷଦ ଏହିସବୁ ଯେଉଁ ସିଷ୍ଟମ୍ ତିଆରି କରାହେଲା ଏବଂ ତା ଅନୁସାରେ ନିର୍ବାଚନ କରାହେଉଛି ଏବଂ ଆମର ପଞ୍ଚାୟତ ରାଜ ଇନଷ୍ଟିଚ୍ୟୁସନ୍କୁ ସୁଦୃଢ଼ କରାହେଉଛି। ଲୋକମାନଙ୍କର ଯେତେବେଳେ କାମ କରିବାକୁ ପଡ଼ୁଛି ଫିଲ୍ଡ ଲେଭେଲରେ ସେ ସମୟରେ ବଟମ୍ ଅପ୍ ଆପ୍ରୋଚ୍ ଆଗରୁ କ'ଣ କରାହେଉଥିଲା ରାଜ୍ୟସ୍ତରରେ ଡିସାଇଡ୍ ହେଉଥିଲା କ'ଣ କରାହେବ ସେସବୁ ତଳୁ କରାହେବ। ବର୍ତ୍ତମାନ ଗାଁରେ ଗ୍ରାମସଭା ହେଇକି ଲୋକମାନେ ପଞ୍ଚାୟତରେ ତାଙ୍କର ପ୍ରୋଜେକ୍ଟ ସେ ତିଆରି କରୁଛନ୍ତି। ତାପରେ ପଞ୍ଚାୟତ ସମିତିରେ ଆପ୍ରୁଭ୍ ହେଉଛି, ଡିଷ୍ଟ୍ରିକ୍ଟ ଆପ୍ରୁଭ୍ ହେଉଛି, ତାପରେ ଷ୍ଟେଟ୍ରେ ଆପ୍ରୁଭ୍ ହେଉଛି ଏବଂ ସେ ଅନୁସାରେ ଫଣ୍ଡିଂ କରାହେଉଛି। ଏଥିରେ ପଞ୍ଚାୟତ ରାଜ ଇନଷ୍ଟିଚ୍ୟୁସନ୍କୁ ଷ୍ଟ୍ରେଙ୍ଗଥେନିଂ କରିବା ପାଇଁ ବ୍ୟବସ୍ଥା ହେଇଛି ଏବଂ ସେଇ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରାହେଇଥିଲା ଏଇ ତାରିଖରେ ସେଇଥିପାଇଁ ଆଜିର ଏହି ଦିବସକୁ ପଞ୍ଚାୟତ ରାଜ ଦିବସ ହିସାବରେ ସବୁ ଜାଗାରେ ପାଳନ କରାହେଉଛି, ସବୁ ଜିଲ୍ଲାରେ ମଧ୍ୟ ପାଳନ କରାହେଉଛି। ସେଥିପାଇଁ ବିଭିନ୍ନ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟରରେ ଆଜି ପ୍ରୋଗ୍ରାମ କରାହେଉଛି। ଆମର ଗଜପତି ଜିଲ୍ଲାରେ ମଧ୍ୟ ଆଜି ପାରଳାଖେମୁଣ୍ଡିଠି ଏହି ପ୍ରୋଗ୍ରାମ କରାହେଉଛି। କ'ଣ କାର୍ଯ୍ୟକ୍ରମ ଆଜି ରହିଥିଲା ସାର୍? ୟା ଭିତରେ ଆମ ମୁଖ୍ୟତଃ 3ଟା କାର୍ଯ୍ୟକ୍ରମ ଅଛି। ଆମର ଯେତେ ଗୁଡ଼ିଏ ଇନଷ୍ଟିଚ୍ୟୁସନ୍ସ ସବୁ ଭଲ ପରଫର୍ମାନ୍ସ କରିଛନ୍ତି, ସେ ପଞ୍ଚାୟତ ହେଉ ପୋଷଣ ଟ୍ରାକରରେ ଯେଉଁ ପଞ୍ଚାୟତରେ ସବୁ ଅଙ୍ଗନବାଡ଼ି ସେଣ୍ଟର ଭଲ କାମ କରିଛନ୍ତି ଆୱାର୍ଡ଼ ଦିଆହେଉଛି ଏବଂ ଯେଉଁମାନେ PM ଜନମନ ସେଭଳିଆ କାର୍ଯ୍ୟକ୍ରମରେ ଯେଉଁମାନେ ଭଲ ଏଣ୍ଟରପ୍ରିନିୟର ସୃଷ୍ଟି ହେଇଛନ୍ତି ସେମାନଙ୍କୁ ମଧ୍ୟ ଆମେ ସମ୍ମାନିତ କରୁଛୁ। ବାକି ଅନ୍ୟାନ୍ୟ ଯେଉଁ ସ୍କିମ୍ ଅଛି ଆମର ରେସନ୍ କାର୍ଡ଼ ଦିଆହେବ, ତା ସହିତ ଆମର ଅଛି ଯେଉଁମାନେ ମ୍ୟାରେଜ୍ ଇନସେଣ୍ଟିଭ୍ ଯେଉଁମାନଙ୍କର ଦିଆହେଉଛି, ଯେଉଁମାନେ ପୁରୁଷ ବା ସ୍ତ୍ରୀ ଭିତରେ ଜଣେ ଦିବ୍ୟାଙ୍ଗ ତାଙ୍କ ସହିତ ଯିଏ ବିବାହ କରିଛନ୍ତି ସେଗୁଡ଼ା ମଧ୍ୟ ତାକୁ ରେକଗ୍ନାଇଜ୍ କରାହେଉଛି ଏବଂ ତାଙ୍କୁ ସେଠି ଆୱାର୍ଡ଼ ମଧ୍ୟ ଦିଆହେଉଛି। ଏହିସବୁ କାର୍ଯ୍ୟକ୍ରମ ଆଜି ରଖାହେଇଛି। ତେଣୁ ମୁଖ୍ୟତଃ ଏଠି ଆମର ପଞ୍ଚାୟତ ରାଜ ଇନଷ୍ଟିଚ୍ୟୁସନ୍ସ ଗୁଡ଼ାକ ଯେଉଁମାନେ ଭଲ ପରଫର୍ମାନ୍ସ କରିଛନ୍ତି ସେମାନଙ୍କୁ ମଧ୍ୟ ଆୱାର୍ଡ଼ ଦିଆଯିବ।